ଯଦି ଗଟର ଗ୍ୟାସ୍ ବାହାରେ ଏବେ ସବୁ ଲୋକଙ୍କୁ କରୁନାହାନ୍ତି ସବୁ ଡ୍ରେନ୍ ପାଇପ୍ ପକେଇକି ହାଣ୍ଡି ଉଲ୍ଟେଇକି ଗୋଟେ କଣା କରିକି ସବୁ ତ କରନ୍ତେ। ତା ନାଁ ହେଉଛି ଭାରତୀୟ ଯାତ୍ରା ପାର୍ଟି। ଇଏ ସେଇଥିପାଇଁ ସରକାର ନାଁ ହେଇଛି ଭାରତୀୟ ଯାତ୍ରା ପାର୍ଟି। କିନ୍ତୁ ଆମ ଓଡ଼ିଶାରେ ସରକାର କହୁଛି ଆମ ପାଖରେ ବହୁତ ମହଜୁଦ ଅଛି, ବହୁତ ମହଜୁଦ ଅଛି, ମିଳୁନି କାହିଁକି? ଲୋକ ସବୁ ମିଛ କଥା। ଏ ସରକାର ଗୋଟିଏ ଜୁମଲାବାଜି ସରକାର, ବଡ଼ ବଡ଼ ହାୱାବାଜି କଥା, କଳାବଜାରୀ ହେଉଛି। ଏପଟେ ସରକାର କହୁଛି ଆମ ପାଖରେ ମହଜୁଦ ଅଛି, ଯାହା କହିଛନ୍ତି ମିଛ କହିଛନ୍ତି। ଲୋକଙ୍କୁ ସବୁ ଲାଇନରେ ଠିଆ କରିଦେଲେଣି। ଆମର ପ୍ରଧାନମନ୍ତ୍ରୀ ବିଶ୍ୱଗୁରୁ କୁଆଡ଼େ ହେଇଯାଇଥିଲେ। ବିଶ୍ୱଗୁରୁ କ'ଣ ଏତିକି ଗୋଟେ ଗ୍ୟାସ୍ ପେଟ୍ରୋଲ ଏଇଟାକୁ ସଲ୍ଭ କରିପାରିବେନି? ଯଦି 24 ବର୍ଷ ନେଇ 50 ବର୍ଷ ଫେରିଗଲା, ପ୍ରଧାନମନ୍ତ୍ରୀଙ୍କ କ୍ୱାଲିଫିକେସନ ଉପରେ କୋଉଠି କେସ୍ ଚାଲେ ମୁଁ ଜାଣିପାରୁନି କୋଉ ଦେଶରେ। ଏଇଟା ହାସ୍ୟାସ୍ପଦ କଥା, ସବୁ ହସୁଛନ୍ତି। ଏଇ ସରକାର ତାର ଗୋଟେ ଭବିଷ୍ୟତ ପାଇଁ କିଛି ପ୍ରୋଗ୍ରାମ ନାହିଁ। ହଠାତ୍ ତାଙ୍କର ଯାହା ହେବ ସେ ମନ କରୁଛନ୍ତି, ଆଉ ବଡ଼ ବଡ଼ କଥା କହୁଛନ୍ତି। ଇଆଡ଼େ କହୁଛନ୍ତି ଆମ ପାଖରେ ମହଜୁଦ ଅଛି ବହୁତ ଷ୍ଟକ୍, ଯୋଗାଣ ମନ୍ତ୍ରୀ କହୁଛନ୍ତି। କିନ୍ତୁ ଆକ୍ଚୁଆଲି ଫିଲ୍ଡରେ ଗଲେ ଦେଖିବେ ଆପଣ, ଡିଷ୍ଟ୍ରିବ୍ୟୁଟର ଆଗରେ ଲମ୍ବା ଲାଇନ୍। ଲୋକ ଡିଷ୍ଟ୍ରିବ୍ୟୁଟର ଆଗରେ ତାକୁ ବାଡ଼େଇବା ପାଇଁ ବସୁଛନ୍ତି। ସିଏ କ'ଣ କରିବ? ଡିଷ୍ଟ୍ରିବ୍ୟୁଟର କିଛି କାମ ନାହିଁ। ଗ୍ୟାସ୍ ଆଉ ପେଟ୍ରୋଲ ଡିଜେଲ ଏଇଟା ସବୁ ସରକାରଙ୍କ ହାତରେ। ଆକ୍ଚୁଆଲି କଥା ସତ କଥା ହେଉଛି ସରକାର ପାଖରେ ଗ୍ୟାସ୍ ନାହିଁ। ଲୋକଙ୍କ ଲମ୍ବା ଲାଇନ୍। ଆଜିକାଲି ଆଉ ବୁକିଂ ବି ନେଉନି ଗ୍ୟାସ୍। ଆପଣ ଅନଲାଇନ୍ ଯେଉଁ ବୁକିଂ କରୁଥିଲେ ସିଏ ବି ହେଉନି। ଲୋକ ବହୁତ ହଇରାଣ ହେଉଛନ୍ତି। ଡୋମେଷ୍ଟିକ୍ ସିଲିଣ୍ଡର 879ରୁ ହଠାତ୍ 60 ଟଙ୍କା ବଢ଼ିଗଲା। ସେମିତି କମର୍ସିଆଲଟା 115 ଟଙ୍କା ବଢ଼ିଗଲା। ତାଙ୍କର ବି ଗୋଟେ କୋଟା ଅଛି। ସରକାର କହୁଛନ୍ତି ଆମେ ଏତିକି ଦେଇପାରିବୁ, ଆଉ ନାହିଁ ତ ଦେବୁ କ'ଣ ସରକାର ଆକ୍ଚୁଆଲି। ତ ବଡ଼ ବଡ଼ ହୋଟେଲ ବି ଯେଉଁ ତାଙ୍କର ସିଲିଣ୍ଡର ଆଣୁଥିଲେ କମର୍ସିଆଲ ସିଲିଣ୍ଡର, ସିଏ ବି ୟୁଜ୍ କରିପାରୁନାହାନ୍ତି। ଗେଷ୍ଟ ରହିଛନ୍ତି ରୁମ୍ରେ, ତାଙ୍କୁ ବି ଖାଇବା ପାଇଁ ଦେଉନାହାନ୍ତି। ଭାବନ୍ତୁ ଯେଉଁ ଲୋକ ବାହାରୁ ଆସି ଓଡ଼ିଶାରେ ରହିଥିବ ହୋଟେଲରେ, ସେ ତାର ଗୋଟେ ଇମ୍ପ୍ରେସନ୍ କ'ଣ ହେବ? ଅବଶ୍ୟ ଏଇଟା ସାରା ଭାରତ ବର୍ଷରେ ଇଫେକ୍ଟ ପଡ଼ୁଛି। କିନ୍ତୁ ଆମ ଓଡ଼ିଶାରେ ସରକାର କହୁଛି ଆମ ପାଖରେ ବହୁତ ମହଜୁଦ ଅଛି, ବହୁତ ମହଜୁଦ ଅଛି, ମିଳୁନି କାହିଁକି? ଲୋକ ମାନେ ରାଗିକି ଯେଉଁ ଖରା ହେଲାଣି, ଖରା ଦିନେ ପୁଣି ଗ୍ୟାସ୍ ନାହିଁ। ପୁଣି ଆଜି ମ୍ୟୁନିସିପାଲିଟି କହିଛି କାଠ ଚୁଲି ଆଉ କୋଇଲା ଚୁଲି ଆପଣ ୟୁଜ୍ କରିବା ପାଇଁ ଆମେ ପରମିସନ୍ ଦେଇଦେଲୁ, ଯେଉଁଟା ବ୍ୟାନ୍ ଥିଲା। କିଏ କହିଛି? ମେୟର କହିଛନ୍ତି। କାହିଁ ବ୍ୟାନ୍, ଏଇଟା କାହିଁ ପରମିସନ୍ ଦେଲ? ଯଦି ଗ୍ୟାସ୍ ଅଛି ମହଜୁଦ, ସରକାର କହୁଛନ୍ତି, ଆଉ କାଠ ଚୁଲି ଆଉ କୋଇଲା ଚୁଲି କ'ଣ ତମେ ଦେଉଛ? ସବୁ ମିଛ କଥା। ଏ ସରକାର ଗୋଟିଏ ଜୁମଲାବାଜି ସରକାର, ବଡ଼ ବଡ଼ ହାୱାବାଜି କଥା। ଏଇ କଥା ବି ପୁରା ସମ୍ପୂର୍ଣ୍ଣ ମିଛ। ଲୋକଙ୍କ ଉପରେ ୟାର ପ୍ରଭାବ ବହୁତ ପଡ଼ିଛି। ଲୋକ ହନ୍ତସନ୍ତ ହେଉଛନ୍ତି। ଯେଉଁ ପିଲାମାନେ ଏଇଠି ପାଖରେ ରହୁଛନ୍ତି ହଷ୍ଟେଲରେ, ବାହାରୁ ଆସି ଅନ୍ୟ ଜିଲ୍ଲାରୁ ଯେ ହୋଟେଲରେ ଖାଉଥିଲେ ରୁଟି ତରକାରୀ ଯାହା ଖାଉଥିଲେ, ବର୍ତ୍ତମାନ ସେ ସବୁ ଡବଲ ରେଟ୍ ହେଇଯାଇଛି। ଯେଉଁ ମେସ୍ ବି ବନ୍ଦ ହେଇଗଲାଣି। ଛାଡ଼, ଯେଉଁ ଶ୍ରମିକମାନେ କାମ କରି ସନ୍ଧ୍ୟାବେଳେ ଫେରୁଥିଲେ, ଟିକେ ତରକାରୀ କିଣି ଆଣୁଥିଲେ, ଟିକେ କିଣୁଥିଲେ, ତାର ବି ରେଟ୍ ବଢ଼ିଗଲାଣି। ହୋଟେଲରେ ଯେଉଁମାନେ ଚାକିରି କରିଥିଲେ, ଯେହେତୁ ହୋଟେଲରେ ରୋଷେଇ ବନ୍ଦ ହେଇଗଲାଣି, ହୋଟେଲ ବଡ଼ ବଡ଼ ହୋଟେଲ ବାଲା ତାଙ୍କ ଷ୍ଟାଫ୍କୁ କହୁଛନ୍ତି ତମେ କିଛି ଦିନ ରହିଯାଅ, ଯେମିତି କୋଭିଡରେ ହେଇଥିଲା। ତ ସେମାନଙ୍କ ଘର ଚଳିବ କେମିତି? ସରକାର ତାପରେ ହୋଟେଲ ଲଗାଇ ଆମେ ତମ ଦରମା ଅଧା କରିଦେବୁ। ଷ୍ଟୁଡେଣ୍ଟ ଆସିକି ପାଠ ପଢୁଛି, କେତେ କଷ୍ଟରେ ବାପା ମାଆଙ୍କଠୁ ପଇସା ଆଣିକି ସେତିକି ଷ୍ଟ୍ରଗଲ୍ କରିକି ପାଠ ପଢୁଛନ୍ତି। ଏମାନେ ଏମିତି ଖାଇବା ରେଟ୍ ଏଠି ବଢ଼ିବ, ତାହେଲେ ସେମାନେ କେମିତି ପାଠ ପଢିବେ? ସେମାନେ କେମିତି ବଞ୍ଚିବେ? ଭଲରେ ଗ୍ୟାସ୍ ରହିଲେ ବଢ଼ିଲେ, ନ ମିଳିଲେ ରେଟ୍ ବଢ଼ିବ। ସରକାରକୁ ଜାଣିଛନ୍ତି। ଡିଜେଲ ଆଉ କିଛି ଦିନ ପରେ ଡିଜେଲ ବି ମିଳିବନି। ଡିଜେଲ ନ ମିଳିଲେ ଟ୍ରକରେ ଯେଉଁ ମାଲ ଆସୁଛି ଯାଉଛି, ଜାହାଜରେ ମାଲ ଆସୁଛି, ପଣ୍ୟବାହୀ ଜାହାଜରେ ଇଣ୍ଡିଆକୁ ଆସୁଛି, ଡୋମେଷ୍ଟିକରେ ଯେଉଁ ସପ୍ଲାଇ ହେଉଛି ସପ୍ଲାଇ ଚେନ୍ରେ, ସିଏ ବି ହୋଇପାରିବନି। ଆହୁରି ହୁ ହେଇ ରେଟ୍ ବଢ଼ିବ। ସରକାର ଏହା ପ୍ରତି ଚିନ୍ତା ନାହିଁ। ତାଙ୍କର କେମିତି ଭୋଟ୍ ହେବ, ରାଜ୍ୟସଭାରେ କେମିତି ହେବ, କାହାକୁ ନେବେ, କାହାକୁ ଦେବେ, ଘୋଡ଼ା ବେପାର କରିବେ, ଗଧ ବେପାର କରିବେ, ସରକାର ବର୍ତ୍ତମାନ ସେଇଥିରେ ମାତିଛନ୍ତି। ଦେଖନ୍ତୁ, ଏଇଟା ଗୋଟେ ବଡ଼ ଇସ୍ୟୁ। ଏଇଟା ଗୋଟେ ସାଧାରଣ ଲୋକ ପାଇଁ। ଖରା ଦିନରେ ସେମାନେ କାଠ କୋଇଲା ପୁଣି ଆସିବେ। ଇଣ୍ଡକ୍ସନ ଚୁଲି ଆପଣ ଦେଖନ୍ତୁ, ପ୍ରଧାନମନ୍ତ୍ରୀଙ୍କ ଯୋଉ ଉଜ୍ଜ୍ୱଳା ଯୋଜନା, ଏ ଉଜ୍ଜ୍ୱଳା ଯୋଜନା ଗ୍ୟାସ୍ ଉପରେ ଆପଣଙ୍କୁ ଗୋଟେ ଚୁଲି ରଖିଦେଲା ଭଳିଆ ଆପଣଙ୍କୁ ଗୋଟେ ଲାଗୁନି? ଉଜ୍ଜ୍ୱଳା ଯୋଜନା ଯୋଉମାନେ ନେଇଛନ୍ତି ତାଙ୍କ ପାଇଁ ତ ସିଲିଣ୍ଡର ନାହିଁ, ଖାଲି ଚୁଲି। ଖାଲି ଚୁଲିରେ କ'ଣ ହବ? ଆପଣ ଦେଖନ୍ତୁ, ବର୍ତ୍ତମାନ ଇଣ୍ଡକ୍ସନ ବର୍ତ୍ତମାନ ମାର୍କେଟରେ ଘୁ ଡବଲ ରେଟ୍ ବିକ୍ରି, ବ୍ଲାକ୍ ସରିଗଲା। ଇଣ୍ଡକ୍ସନ ବି ନାହିଁ ମାର୍କେଟରେ। ବର୍ତ୍ତମାନ ଗ୍ୟାସ୍ର କଳାବଜାରୀ ହେଉଛି। ଏପଟେ ସରକାର କହୁଛି ଆମ ପାଖରେ ମହଜୁଦ ଅଛି। କିଏ ସତ କିଏ ମିଛ? ଟୋଟାଲି ଇଣ୍ଡିଆକୁ ଆସୁନି। ଯାହା ବି ଆସୁଛି କମ୍ ଆସୁଛି। ଯେତିକି ଇଣ୍ଡିଆ ପପୁଲେସନ୍ ଅଛନ୍ତି, ଯେତିକି ଗ୍ୟାସ୍ର ହୋଲ୍ଡର ଅଛନ୍ତି, ଯେତିକି ନେଇଛନ୍ତି କନଜ୍ୟୁମର, ସେଇ ଅନୁସାରେ ବହୁତ କମ୍ ଆସୁଛି। ଯଦି 10ଟା ଲୋକ ପାଇଁ ଗୋଟାଏ ସିଲିଣ୍ଡର ଆସିବ, କ'ଣ ହବ?
ରେଟ୍ ତ ବଢ଼ିବ। ଏଇଟା ସରକାର ଆଗରୁ ଭାବିବାର ଥିଲା। ସରକାର ଯଦି ଯୁଦ୍ଧ ପୂର୍ବରୁ ଗୋଟେ ଦିନ ପୂର୍ବରୁ ଇସ୍ରାଏଲ ଫେରୁଛନ୍ତି, ଇସ୍ରାଏଲ ଯୁଦ୍ଧଟା ଆରମ୍ଭ କରିଛି ଆମେରିକା ଇସ୍ରାଏଲ ମିଶି ଇରାନ ଉପରେ, ସରକାର କ'ଣ ଜାଣିପାରିଲେନି? ତମ ବନ୍ଧୁ ଗଡ଼େ ପରା ଟ୍ରମ୍ପ ଇଜ୍ ମାଇ ଫ୍ରେଣ୍ଡ, ଆଉ ଏପଟେ ଇସ୍ରାଏଲ ତମର ସାଙ୍ଗ, ତମେ ଇସ୍ରାଏଲ ତ ପୂର୍ବ ଦିନ ଯାଇଥିଲ, ତମେ ଜାଣିନ ଯୁଦ୍ଧ ହବ, ଯୁଦ୍ଧ ହେଲେ ଏମିତି ହୁଏ। ଷ୍ଟକ୍ଟା ଆଗରୁ ମହଜୁଦ ରଖିବ, ମିଛରେ କହୁଛନ୍ତି ଆମ ପାଖରେ ଏତିକି ଦିନ ଅଛି, 90 ଦିନର ମହଜୁଦ। ଟୋଟାଲି ସରକାର କୋଉ ଗୋଟାଏ ସତ କଥା କହିଛନ୍ତି? ସରକାର ଯାହା କହିଛନ୍ତି ମିଛ କହିଛନ୍ତି, ଲୋକଙ୍କୁ ସବୁ ଲାଇନରେ ଠିଆ କରିଦେଲେଣି। ଲୋକ ବର୍ତ୍ତମାନ ଆମେ ଭାରତବାସୀ ସବୁ, ଆପଣ ଦେଖନ୍ତୁ ଚାଇନା କୋଉଠି ଅଛି, ଇରାନ ଚାଇନାକୁ ତ ଦଉଛି, ରଷିଆ ବାଲା ତ ଦଉଛନ୍ତି, ଆମକୁ କାହିଁ ଦଉନି? ଆମ ଗୋଟେ ବନ୍ଧୁ ରାଷ୍ଟ୍ର ଇରାନ ଥିଲା। ଆପଣ ଦେଖନ୍ତୁ ଆମେ ବର୍ତ୍ତମାନ ଆହୁରି 30 ବର୍ଷ ତଳକୁ ପଳେଇଲେ। ଏଇ ଜୁମଲାବାଜି ସରକାର କହିଲେ 2014 ପରେ, ତାଙ୍କର ଜଣେ ମନ୍ତ୍ରୀ କହିଲେ ସେଇଠୁ ଆମେ ସ୍ୱାଧୀନତା ପାଇଛୁ। ଆମର ପ୍ରଧାନମନ୍ତ୍ରୀ ବିଶ୍ୱଗୁରୁ କୁଆଡ଼େ ହେଇଯାଇଥିଲେ। ବିଶ୍ୱଗୁରୁ କ'ଣ ଏତିକି ଗୋଟେ ଗ୍ୟାସ୍ ପେଟ୍ରୋଲ ଏଇଟାକୁ ସଲ୍ଭ କରିପାରିବେନି? ଯଦି ବଡ଼ ବଡ଼ କଥା କହିକି କାମ ନ କଲେ ଏଇଟା ବେଶୀ ଦିନ ଲୋକଙ୍କ ପାଖରେ ରୁହେନି। ଅନ୍ଧ ଭକ୍ତ କିଛି ଅଛନ୍ତି, ସେଇମାନେ ହିଁ ବିଶ୍ୱାସ କରୁଛନ୍ତି, ଯେଉଁମାନେ ଟିକେ ଶିକ୍ଷିତ ପାଠ ପଢ଼ିଛନ୍ତି, ଭଲ ପାଟି ଭଲ ଲୋକ, ଶିକ୍ଷିତ ଲୋକ, ତାଙ୍କୁ ସବୁ ଜଣା ଏ ସରକାରର ଜୁମଲାବାଜି, ତାଙ୍କୁ ସବୁ ଜଣା। ଲୋକ ଆଉ ସହିପାରିବେନି। ଆଉ କିଛି ଦିନ ପରେ ଦେଖିବେ ଲୋକ ରାସ୍ତାରେ ସବୁ ଲୋକ ବୁଲିବେ, ତାଙ୍କୁ ନେତା ମନ୍ତ୍ରୀମାନଙ୍କୁ ଘେରିବେ ଏବଂ ତାଙ୍କ ଘରେ ଯେମିତି ନେପାଳରେ ହେଇଥିଲା, ଗୋଡ଼େଇ ଗୋଡ଼େଇ ତାଙ୍କ ନେତାମାନଙ୍କୁ ଗୋଡ଼େଇଥିଲେ, ପାଣିରେ ବୁଡ଼େଇକି ରାସ୍ତାରେ ଗୋଡ଼େଇକି ନଣ୍ଡା କରିକିରି, ଏମିତି ବି ଅବସ୍ଥା ବି ଆସିପାରେ। ସେଥିପାଇଁ ସରକାର ଏବେଠୁ ପ୍ରସ୍ତୁତ ରୁହନ୍ତୁ ଏବଂ ଲୋକଙ୍କ ପାଇଁ କାମ କରନ୍ତୁ, ଲୋକଙ୍କ ମଙ୍ଗଳ ପାଇଁ କାମ କରନ୍ତୁ, ଲୋକଙ୍କୁ ହୀନସ୍ତା କରନ୍ତୁନି, ଲୋକଙ୍କୁ ଏମିତି ଜିଅନ୍ତା ମାରନ୍ତୁନି। 24 ବର୍ଷ ପଛକୁ ଓଡ଼ିଶାକୁ ଫେରେଇଦେବେନି ତ? 24 ବର୍ଷ ନେଇ 50 ବର୍ଷ ଫେରିଗଲା। ଲୋକ କୋଉଠି ଯାଇ କୋଉଠି ପହଞ୍ଚିଲେଣି। ଆମ ପଛରେ ଯୋଉ ଦେଶ ସିଙ୍ଗାପୁର 1976ରେ ହେଇଥିଲା, ସିଏ ବର୍ତ୍ତମାନ କୋଉଠି ଦେଖୁନାହାନ୍ତି? ଆମ ପାଖାପାଖି ଏରିଆ ସବୁ ଯେତେ ଦେଶ ଅଛି, କେତେ ଗରିବ ଦେଶ ସବୁ ଥିଲେ, ସିଏ ସବୁ କୋଉଠି? ଆମ ବର୍ତ୍ତମାନ ଆମ ସବୁଠୁ ଟ୍ୟାଲେଣ୍ଟେଡ୍ ଲୋକ ଇଣ୍ଡିଆନ୍ ଲୋକ, ସବୁ ଟ୍ୟାଲେଣ୍ଟ ଏଠି, ସବୁ ବଡ଼ ବଡ଼ କମ୍ପାନୀର CEO ଇଣ୍ଡିଆରୁ ହେଇଛନ୍ତି, ସବୁ ବାହାରେ ଅଛନ୍ତି, ସବୁ ବାହାରେ ଚାକିରି କରିଛନ୍ତି। କାହିଁକି ଇଣ୍ଡିଆରେ କାହିଁକି କେହି ରହୁନାହାନ୍ତି? ଇଣ୍ଡିଆରେ ଡେଭଲପମେଣ୍ଟ ଖାଲି କାଗଜ କଲମ ଚାଲିଛି, କିନ୍ତୁ ଆକ୍ଚୁଆଲି ଦେଖିଲେ ଆମେ ବହୁତ ତଳେ ଅଛେ। ଆକୁ ଆମେ ଗୋଟେ ଲେବୁଲକୁ ଆଣିବା ପାଇଁ ଆଗ ଲାଗିଯିବ 20 ବର୍ଷ ଆମ, ତାପରେ ତ ବଢ଼ିଆର ଉପରକୁ ଆହୁରି ଅଛି। ସରକାରଙ୍କର କିଛି ପ୍ଲାନିଂ ନାହିଁ, କିଛି ଯୋଜନା ତାଙ୍କର ଠିକ୍ ବାଟରେ ଯାଉନି। ଇଏ ଖାଲି ଭୋଟ ପାଇଁ ରାଜନୀତିଟା କରୁଛନ୍ତି, କେମିତି ପାୱାରରେ ରହିବେ। ପାୱାରରେ ରହିଲେ କ'ଣ ହେବ? ଲୋକଙ୍କର କ'ଣ ଅବସ୍ଥା ହେବ? ଦେଶର କ'ଣ ଅବସ୍ଥା ହେବ? ରାଜ୍ୟର କ'ଣ ଅବସ୍ଥା ହେବ? ଏତେ ଆମ ସମ୍ପଦ ଓଡ଼ିଶାରେ ମିନେରାଲ୍ସ ଅଛି, ଆମେ ପଠେଇ ଦେଉଛେ 85% ବାହାରକୁ ପଠେଇ ଦେଉଛେ। ମିନେରାଲରୁ ଆମର ଇନକମ୍ଟା ହେଉଛି, ଯାହା ବଡ଼ ମେଜର ଇନକମ୍ଟା ହେଉଛି, କିନ୍ତୁ ଏଠି ଗୋଟେ ଇଣ୍ଡଷ୍ଟ୍ରି, କଟେଜ ଇଣ୍ଡଷ୍ଟ୍ରି, ସ୍ମଲ୍ ସ୍କେଲ୍ ଇଣ୍ଡଷ୍ଟ୍ରି, ସେଥିପ୍ରତି ଦୃଷ୍ଟି ନାହିଁ। ଆମେ ଖାଲି ଖୋଳୁଛେ ବିକୁଛେ। ଗୋଟେ ମୂର୍ଖଙ୍କ ଭଳିଆ ଆମେ ବି ଏଠି ଅନ୍ୟ ଦେଶ ଭଳିଆ କରିପାରିଥାନ୍ତେ, କିନ୍ତୁ ଇଏ ସରକାର କିଛି ନୀତି ନାହିଁ। କେମିତି ସହଜରେ ପଇସା ପାଇଯାଉଛନ୍ତି ଖୋଳିକି, ସବୁ ଖୋଳିଲେ ବିକିଲେ। ଆଉ କିଛି ଦିନ ପରେ ଓଡ଼ିଶାରେ ବି ଆଉ କିଛି ରହିବନି। ଆଗାମୀ ବର୍ଷରେ ଆଗାମୀ ପିଢ଼ି ପାଇଁ ସେମାନେ ଖାଲି ବଡ଼ ବଡ଼ ଗାତ ଥିବ ଓଡ଼ିଶାରେ, ସବୁ ଖଣିଜ ପଳେଇଥିବ, ଆମେ ପୁଣି କିଣୁଥିବା ଲୁହା, କ୍ରୋମ୍, ଯାହା ବି ମିନେରାଲ ପ୍ରଡକ୍ଟ। ସରକାରଙ୍କର ଇଏ ହେଉଛି ପୁରା ଅବହେଳା ଏବଂ ତାଙ୍କର ପ୍ଲାନିଂର କିଛି ତାଙ୍କର ନଜରରେ ନ ରଖି ଲୋକଙ୍କୁ ଭୁଆଁ ବୁଲେଇ ଭୋଟ ହାତେଇ ପାୱାରରେ ରହିବା ତାଙ୍କ କାମ। ଆପଣ ଦେଖନ୍ତୁ ଅରବିନ୍ଦ କେଜରିୱାଲ ଦିଲ୍ଲୀରେ ଯେତେବେଳେ ଇଲେକ୍ଟ୍ରି ଦେଲେ, 200 ୟୁନିଟ୍ ଫ୍ରି ପ୍ରଥମେ ଦିଲ୍ଲୀରେ ଦେଲେ, ଏଇ ସରକାର ସବୁ ହସୁଥିଲେ, ବିଜୁଳିଟା କେମିତି ଫ୍ରି ଦେବ, କିଏ ଗାଁ ମୁଣ୍ଡରେ ପ୍ରଶ୍ନ ଥିଲା। ତାପରେ ଶିକ୍ଷା ଫ୍ରି ଦେଲେ, ସ୍ୱାସ୍ଥ୍ୟ ଫ୍ରି ଦେଲେ। ବର୍ତ୍ତମାନ ଦେଖନ୍ତୁ, ବର୍ତ୍ତମାନ 300 ୟୁନିଟ୍ ବିଜୁଳି ଫ୍ରି ଦିଆହେଉଛି। ପଞ୍ଜାବ ତାଙ୍କ ଆମ୍ ଆଦମୀ ପାର୍ଟି ସରକାର ଚାଲିଛି, ବିଜୁଳି ସେମାନେ କିଣୁଛନ୍ତି ବି ଓଡ଼ିଶାରୁ। ଦିଲ୍ଲୀରେ ବି ଟାଟା କମ୍ପାନୀ କରୁଥିଲା ସପ୍ଲାଏ, ସେତେବେଳେ 200 ୟୁନିଟ୍ ଦିଆହେଉଥିଲା, ଏଠି ବି ଟାଟା କମ୍ପାନୀ କରୁଛି। କିନ୍ତୁ ଓଡ଼ିଶା ଲୋକ, ଓଡ଼ିଶାରେ ବିଜୁଳି ଉତ୍ପାଦନ ହେଉଛି, କିନ୍ତୁ ଆମେ ସରକାର ଇଲେକ୍ସନ କହିଦେଲେ, ଡିକ୍ଲେୟାର କରିଦେଲେ ଆମେ ଦେବୁ, ଭୋଟ ପାଇଗଲେ କହିଲେ ଆମେ କହିନୁ। କ'ଣ କହିବ ସରକାର? ଭାରତୀୟ ଜନତା ପାର୍ଟିର ଖାଲି କାମ ଖାଲି ମିଛ କହିକି ଭୋଟ ଆଣିବା, ଆଉ ଯିଏ ତାଙ୍କ ବିରୁଦ୍ଧରେ ଯିବ, ତାଙ୍କ କାର୍ଯ୍ୟକଳାପକୁ ଯିଏ ବିରୋଧ କରିବ, ତାକୁ ମିଛ କେସରେ ଜେଲରେ ପୁରେଇବା, ଯେମିତି ଆପଣଙ୍କ ନେତାଙ୍କ ସହିତ। ବର୍ତ୍ତମାନ ଏଠି ଭାରତ ବର୍ଷରେ ଇଡି ଆଉ ସିବିଆଇ ଇଏ ଗୋଟେ
ପାର୍ଟିର ଗୋଟେ ବ୍ରାଞ୍ଚ ଭଳିଆ କାମ କରୁଛି, ସହଯୋଗୀ ମାନେ ଲିଗାଲ ଗୁଣ୍ଡା ମାନେ ଲିଗାଲି ଗୁଣ୍ଡା, ଯାହାକୁ ପାଇଲେ ତାକୁ ଧରିଲେ, ଭଲ ଲୋକଙ୍କୁ ସେଠି ଭିତରେ ପୁରା ହଇରାଣ କର, ତାକୁ ବର୍ବାଦ କରିଦିଅ। ଆଉ ଯଦି ସେ ଲୋକଟି ସେଇ ଯାଇ ପୁଣି ବିଜେପିରେ ମିଶି ଯାଉଛି, ସେଠି ପୁଣି କ୍ଲିନ୍ ହେଇଯାଉଛି। ଆପଣ ଦେଖିବେ ଆମର ମହାରାଷ୍ଟ୍ର ଯେମିତି ହେଲା, ତାଙ୍କୁ ନେଇଗଲେ, ମହାରାଷ୍ଟ୍ରର ଯିଏ ଥିଲେ ଅର୍ଥମନ୍ତ୍ରୀ ତାଙ୍କୁ ନେଇ ଆସିଲେ, ତାଙ୍କ ନାଁରେ କହୁଥିଲେ 70,000 କୋଟି ଟଙ୍କା ଖାଇ ଦେଇଛନ୍ତି, ଇଏ କରିଛନ୍ତି, କୋଟି କୋଟି ଟଙ୍କା କରିଛନ୍ତି। ତା ପରଦିନ ସେ ହେଇଗଲେ ଉପମୁଖ୍ୟମନ୍ତ୍ରୀ। ତାପରେ ଦେଖନ୍ତୁ ବଡ଼ କଥା, ତାଙ୍କ ପୁତୁରା ସିଏ ବୁଲୁଛନ୍ତି ତାଙ୍କ ଦାଦାଙ୍କର, ସେ କହୁଛନ୍ତି ଏଇଟା ଗୋଟେ ଆକ୍ସିଡେଣ୍ଟ ହେଇଛି, ଏଇଟା ଆକ୍ସିଡେଣ୍ଟ ନୁହେଁ, ଏଇଟା ହେଉଛି ମର୍ଡର ହେଇଛି, FIR କରାହେଉ। ସେ ଧରିକି ବୁଲୁଛନ୍ତି, ସବୁ ନେତାମାନଙ୍କ ପାଖକୁ ଯାଉଛନ୍ତି, ତା ପ୍ରତି କିଛି ନିଘା ନାହିଁ, କାହାର ନଜର ନାହିଁ। ଗୋଟିଏ ଲୋକକୁ ମାରି ଦେଉଛନ୍ତି ବି ଏମାନେ, ତା ସବୁତ ବି ଉଡ଼େଇ ଦେଉଛନ୍ତି। ଏମିତି ଅନେକ କେସ୍ ଆଗରୁ ବି ହେଇଛି, କେତେ ନେତା ମରିଛନ୍ତି ହେଲିକପ୍ଟର କ୍ରାସ୍ରେ, ପ୍ଲେନ୍ କ୍ରାସ୍ରେ, ଏଇ ସରକାର ଅମଳରେ, ବିଜେପି ସରକାର ଅମଳରେ। ମୁଁ କାହିଁ କାହାର ଗୋଟିଏ ପର୍ଯ୍ୟନ୍ତ ରେଜଲ୍ଟ ଦେଖିନି ଆସିବାର, କାହିଁକି ମରିଲେ, କେମିତି ମରିଲେ, ତାର ଇନଭେଷ୍ଟିଗେସନ୍ ରିପୋର୍ଟ ବାହାରକୁ ଆମେ କେଉଁ ଲୋକ ପାଖରେ ନାହିଁ। ଏମିତି ବି ଆମର ପ୍ରତିରକ୍ଷାର ଯିଏ ହେଡ୍ ଥିଲେ, 3 ବାହିନୀର ମୁଖ୍ୟ, ତାଙ୍କର ବି ହେଇଗଲା ହେଲିକପ୍ଟର କ୍ରାସ୍ରେ, ସେ ବି ଏକ୍ସପାୟାର କଲେ। ତ ଏମିତି କରିକି କେତେ ଦିନ ଲୋକ ଅତିଷ୍ଠ ହେଇଗଲେଣି ବର୍ତ୍ତମାନ ସରକାର ଉପରେ। ଆଉ ଏଇ ଯେଉଁ ବର୍ତ୍ତମାନ ଗ୍ୟାସ୍ର ପ୍ରୋବ୍ଲେମ୍ ଚାଲିଛି, ଡିଜେଲ ପ୍ରୋବ୍ଲେମ୍, ପେଟ୍ରୋଲ ପ୍ରୋବ୍ଲେମ୍, କୋଉ ଦିନ କହିବେ ପେଟ୍ରୋଲ ବଢ଼ିଗଲା, ଡିଜେଲ ବଢ଼ିଗଲା, ଗୋଟେ ବାହାନା ଦେଖେଇଦେବେ କ'ଣ ନା ଯୁଦ୍ଧ ଚାଲିଛି। ଆଚ୍ଛା, ସେ ଯୁଦ୍ଧ ଚାଲିଛି, ନାଇଁ ଆପଣ ଦେଖନ୍ତୁ, କୋଭିଡ ଚାଲିଥିଲା, ସେତେବେଳେ ଯେଉଁ ରାଷ୍ଟ୍ରମାନେ ପେଟ୍ରୋଲ ଡିଜେଲ ଦେଉଛନ୍ତି, ସେମାନଙ୍କ ପାଖରେ ରଖିବା ପାଇଁ ଜାଗା ନଥିଲା, ସିଏ ବହୁତ ଶସ୍ତାରେ ଦେଇ ଦେଉଥିଲେ, କହିଲେ ସେ ନେଇଯାଅ। ସେତେବେଳୁ ସରକାର ରେଟ୍ କମେଇଲେନି, ସେତେବେଳୁ ସରକାର କମେଇ ପାରିଥାନ୍ତେ, ସେତେବେଳୁ ତ କମେଇଲେନି। ଏବେ ଯୁଦ୍ଧ ଗୋଟେ ବାହାନା ଦେଖି ଦେଇଛନ୍ତି, ଯୁଦ୍ଧ ବାହାନା। ସେ ଅନ୍ଧଭକ୍ତମାନେ ବି ସିଏ ବି ତାଙ୍କୁ ବୁଝିପାରୁନାହାନ୍ତି, ସିଏ କହୁଛନ୍ତି ହଁ ଯୁଦ୍ଧ, ସରକାର ଯାହା କହୁଛନ୍ତି ଠିକ୍ କହୁଛନ୍ତି, କିନ୍ତୁ ପଢ଼ାଶୁଣା ଲୋକ ଦରକାର ଏ ରାଜ୍ୟ ପାଇଁ, ଦେଶ ପାଇଁ। ସେଥିପାଇଁ ଶିକ୍ଷାଟା ପ୍ରଥମ ମୌଳିକ ଆବଶ୍ୟକତା, ଯେଉଁଟା ସମସ୍ତେ ପାଠ ପଢ଼ିବା ଦରକାର। ଆଉ ବୁଦ୍ଧି, ଯାହାର ବୁଦ୍ଧି ଥିବ, ଭଲ ପାର୍ଟିରେ ସେ ଜଏନ୍ କରିବ, ଭଲ କାମ କରିବ। ସେଇଥିପାଇଁ ଅରବିନ୍ଦ କେଜରିୱାଲ କହନ୍ତି, ଦେଖ ମୁଁ IIT ପାସ୍ ଆଉଟ୍, ମୁଁ ଗୋଟେ IRS, ମୁଁ ଚାକିରି କରିଛି, ମୁଁ ଜାଣିଛି ବଜେଟ୍ କେମିତି ହେବ, ଇଏ ହେବ। ଆମ ପ୍ରଧାନମନ୍ତ୍ରୀ ତାଙ୍କର ତ ସାର୍ଟିଫିକେଟ୍ ଦେଖିଛନ୍ତି, ସବୁ ତ ଜାଣିଛନ୍ତି, ସେ କେସ୍ ବି ଚାଲିଛି। ପ୍ରଧାନମନ୍ତ୍ରୀଙ୍କ କ୍ୱାଲିଫିକେସନ୍ ଉପରେ କେଉଁଠି କେସ୍ ଚାଲେ ମୁଁ ଜାଣିପାରୁନି କେଉଁ ଦେଶରେ। ଏଇଟା ହାସ୍ୟାସ୍ପଦ କଥା, ସବୁ ହସୁଛନ୍ତି। ଅନ୍ୟ ଦେଶ କ'ଣ ଭାବୁଥିବେ, କହିବେ ଇଏ କ'ଣ ମେଟ୍ରିକ୍ ଫେଲ୍, MA ପାସ୍। ପ୍ରଧାନମନ୍ତ୍ରୀ ଯେଉଁ ସମୟରେ ସ୍କୁଲ ଯାଉଥିଲେ ବୋଲି କହୁଥିଲେ, ଯଦି ଆମେ ତାଙ୍କର ବୟସକୁ ଦେଖିବା ତାହେଲେ ସେ ସମୟରେ ତାଙ୍କୁ 30 ବର୍ଷ ହେଇଥିଲା। ଆଉ ଗୋଟେ ଇଣ୍ଟରେଷ୍ଟିଂ କଥା ପ୍ରଧାନମନ୍ତ୍ରୀ କହିଥିଲେ, ଗଟରରୁ ଗ୍ୟାସ୍ ବାହାରେ। ମନେ ପଡୁଛି, ସାଇଣ୍ଟିଷ୍ଟ ଥିଲେ ନା କ'ଣ? ଯଦି ଗଟରରୁ ଗ୍ୟାସ୍ ବାହାରେ, ଏବେ ସବୁ ଲୋକଙ୍କୁ କରୁନାହାନ୍ତି, ସବୁ ଡ୍ରେନ୍ରେ ପାଇପ୍ ପକେଇକି ହାଣ୍ଡି ଉଲ୍ଟେଇକି ଗୋଟେ କଣା କରିକିରି ସବୁ ତ କରନ୍ତେ। କେତେ ବଡ଼ ବଡ଼ ମିଛ କଥା ସେ କହିଛନ୍ତି। ଏବେ କ'ଣ ଲୋକ ଭାବୁଛନ୍ତି, ତଥାପି ଏମିତି କିଛି ହୁଏନି। ଏମିତି ତ ନିଶ୍ଚିତ ଏଇଟା ତ ପ୍ରଧାନମନ୍ତ୍ରୀ ନିଜେ ପେଟେଣ୍ଟ କରିଦେଇଥାନ୍ତେ, ନିଜେ ରାଇଟ୍ସଟା ନେଇ ଆସିଥାନ୍ତେ, ପେଟେଣ୍ଟ ରାଇଟ୍ଟା ରଖିଥାନ୍ତେ, ପୁରା ଡିସ୍କଭରି କରିକି ପୁରା ଛାଡ଼ିଥାନ୍ତେ ମାର୍କେଟକୁ। ଇଣ୍ଡିଆ ନହେଲେ ଭାରତ ସରକାରଙ୍କୁ କହିଥାନ୍ତେ ଏଇଟା ପେଟେଣ୍ଟ କରିଦିଅ, ଏଇ ଯେଉଁ ଗଟରରୁ ଯେଉଁ ଗ୍ୟାସ୍ ବାହାରିବ ତା ଫର୍ମୁଲାଟା ଦେଇକି କେମିତି ହାଣ୍ଡି, ଆଉ କିଛି ସମସ୍ତେ ହଅନ୍ତାନି। ଏଇଟା ହେଉଛି ଜୁମଲା। ସରକାର ଖାଲି ଜୁମଲାବାଜି ସରକାର, ସେଇଥିପାଇଁ କୁହାଯାଇଛି ତା ନାଁ ହେଉଛି ଭାରତୀୟ ଯାତ୍ରା ପାର୍ଟି। ଇଏ ସେଇଥିପାଇଁ ସରକାର ନାଁ ହେଇଛି ଭାରତୀୟ ଯାତ୍ରା ପାର୍ଟି। ଲୋକମାନଙ୍କର ଆଉ ମିଛକୁ ବେଶୀ ଦିନ ଚପେଇବେ କି, ସତ୍ୟମେବ ଜୟତେ। କେଜରିୱାଲ ଆମର ଯିଏ ଥିଲେ ଚିଫ୍ ମିନିଷ୍ଟର ଅଫ୍ ଆମ୍ ଆଦମୀ ପାର୍ଟିର ଆମର ପ୍ରେସିଡେଣ୍ଟ ଅଛନ୍ତି, ଦେଖନ୍ତୁ ତାଙ୍କୁ ଗୋଟେ ମିଛ କେସ୍ରେ ଚକ୍ରାନ୍ତ କରି ତାଙ୍କୁ ଫସେଇ ଦେଲେ। ଲୋକଙ୍କୁ କହିଲେ କ'ଣ ମଦ ଦୁର୍ନୀତି। ତାଙ୍କୁ ସୁପ୍ରିମକୋର୍ଟ, ତାଙ୍କୁ ବର୍ତ୍ତମାନ କୋର୍ଟ ତାଙ୍କୁ ବାଇଜତ ରେହା କଲା, କହିଲା ନା ସେମିତି କିଛି ହେଇନି, ଏଇଟା ଗୋଟେ ଚକ୍ରାନ୍ତ ଥିଲା, ଏଇଟା ଗୋଟେ ଫଲ୍ସ, ଗୋଟେ ଇମାଜିନାରୀ କେସ୍ କରାଇ ତାଙ୍କୁ ଫସା ହେଇଥିଲା। କେତେ ବଡ଼ କଥା ଏଇଟା କହିଲେ। ଗୋଟେ ସିଟିଂ ଚିଫ୍ ମିନିଷ୍ଟର ନେଇ ପୁରେଇ ଦେଉଛ ଜେଲ୍, ପୁଣି ବର୍ଷ ରଖିଦେଉଛ। ଉପମୁଖ୍ୟମନ୍ତ୍ରୀ ଆମର ମନୀଷ ସିସୋଦିଆ, ତାଙ୍କୁ ରଖିଦେଲ। ଆମ ଆଙ୍କୁ ରଖିଦେଲ, ସଞ୍ଜୟ ଶର୍ମାଙ୍କୁ। ତ ଏ ସରକାରଙ୍କର ନୀତି ଗତି ଏବଂ ଦୁର୍ନୀତିରେ ଏ ସରକାର ବୁଡ଼ି ଯାଇଛନ୍ତି। ସରକାରଙ୍କ ଦରକାର ଭୋଟ,
ମିଛ ସତ ତ କହିବାର ନାହିଁ, ମିଛ ଜୁମଳାବାଜି କରିକିରି ଆଗେଇ ଚାଲିଛନ୍ତି। ବେଶୀ ଦିନ ନୁହେଁ, ଲୋକ ବର୍ତ୍ତମାନ ତାଙ୍କ କେଜରିୱାଲକୁ ଯୋଉ ପୁରେଇଲେ ଜେଲରେ, ଗୋଟେ ତାଙ୍କର ମଝିରେ ତାଙ୍କର ଯୋଉ ନିତିନ ଗଡକରୀ ତାଙ୍କର ମନ୍ତ୍ରୀ ଅଛନ୍ତି ଭାରତୀୟ ଜନତା ପାର୍ଟିର ସରକାରରେ, ଯୋଉ ଭାରତୀୟ ଜନତା ପାର୍ଟିର ଯୋଉ ୱିଙ୍ଗସ୍ ମାନେ ଅଛନ୍ତି, ବଜରଙ୍ଗ ଦଳ କଥା କୁହନ୍ତୁ, ବିଶ୍ୱ ହିନ୍ଦୁ ପରିଷଦ କଥା କୁହନ୍ତୁ, ଯୋଉମାନେ ଗାଈଙ୍କ ମାନେ ଗୋମାତାଙ୍କ ପାଇଁ ଗର୍ଜନ ତର୍ଜନ କରୁଛନ୍ତି, ସେଇ ନିତିନ ଗଡକରୀଙ୍କର ଗୋ ହତ୍ୟା ବା ଗୋ ଚାଲାଣ ସହିତ ସମ୍ପର୍କ ରହିଛି ବୋଲି ମଝିରେ ଅଭିଯୋଗ ଆସିଥିଲା। ସେ କେସ୍ କୁଆଡ଼େ ଗଲା, ଏତେ ପେପର ଫ୍ଲାସ୍ ହେଲା, ସେ କେସ୍ କୁଆଡ଼େ ଗଲା, ସିଏ ଲୁଚିଗଲା, କିନ୍ତୁ କେଜରିୱାଲକୁ ଛୋଟ କେସ୍ରେ ଭିତରେ ପୁରେଇଦେଲେ। ଗାଈ ବିଫ୍ ଏକ୍ସପୋର୍ଟରେ ଇଣ୍ଡିଆ ନମ୍ବର 1, ପୁଣି ଦ୍ୟାଟ୍ ଟୁ ଉତ୍ତରପ୍ରଦେଶରୁ ହେଉଛି ଏକ୍ସପୋର୍ଟ ହେଉଛି। ଆପଣ ଭାବନ୍ତୁ, ସେଇଠି ଶଙ୍କରାଚାର୍ଯ୍ୟକୁ ଯିଏ ଚ୍ୟାଲେଞ୍ଜ କରୁଛନ୍ତି, ତମେ ଶଙ୍କରାଚାର୍ଯ୍ୟ ବୋଲି ପ୍ରମାଣ କର। ଯୋଉ ଶଙ୍କରାଚାର୍ଯ୍ୟ କହୁଛନ୍ତି ଗାଈ ଆମ ଗୋମାତା, ତା ଉପରେ ଲଢୁଛନ୍ତି, ଇଏ ସେଇ ଶଙ୍କରାଚାର୍ଯ୍ୟକୁ ବାନ୍ଧୁଛନ୍ତି। ତ ଦେଶଦ୍ରୋହୀ, ଦେଶ ବିରୋଧୀ କିଏ? ଏଇ ସରକାର ବିଫ୍ ବାଲାଙ୍କଠୁ, ଯୋଉ ଏକ୍ସପୋର୍ଟରଙ୍କଠୁ ଚାନ୍ଦା ନେଉଛନ୍ତି। ଏଇ ସରକାର ଅମଳରେ ଉତ୍ତରପ୍ରଦେଶରୁ ବିଫ୍ ଏକ୍ସପୋର୍ଟ ହେଉଛି ଅନ୍ୟ ଦେଶକୁ। ଏଇ ସରକାର ଶଙ୍କରାଚାର୍ଯ୍ୟ ଯିଏ କହୁଛନ୍ତି ଗାଈ ଆମ ଗୋମାତା, ସେଟା ଡିକ୍ଲେୟାର କର, ବନ୍ଦ କର ଗୋ ହତ୍ୟା, ଇଏ ତାଙ୍କୁ ପଚାରୁଛନ୍ତି ଶଙ୍କର ତମେ କିଏ, ତମେ ପ୍ରମାଣ ଦିଅ। ଆଉ ତାଙ୍କୁ ବି ବାନ୍ଧୁଛନ୍ତି ଫଲ୍ସ କେସ୍ରେ, ପୋସ୍କୋ କେସ୍ରେ ପକେଇ। ଆପଣ ଭାବୁଥିବେ କେତେ ବଡ଼ ଜଘନ୍ୟ ଅପରାଧ କରୁଛନ୍ତି। ଇଏ ଖାଲି ଗେରୁଆ ବସ୍ତ୍ର ପିନ୍ଧି ରାମ ଜୟ ଶ୍ରୀରାମ କହିକି, କିନ୍ତୁ କାମ କରୁଛନ୍ତି ଠିକ ଓଲଟା। ଚାନ୍ଦା ଆଦାୟ କର, ପଇସା କମାଅ, ପଇସା ବାଣ୍ଟ, ଯିଏ ପଇସାରେ ନ ହେଉଛି ତାକୁ ଧର, ସିଡି ସିବିଆଇ ଦିଅ, ତାକୁ ଡାକ, ସିଏ ତ ଆପେ ସରେଣ୍ଡର କରିବ, ତାକୁ ଯେଉଁ ୱାସିଂ ମେସିନରେ ପୁରାଅ, ଏପଟେ କ୍ଲିୟର କରିକି ପୁଣି ତାକୁ ନେତା କରି ବାହାର କର, ତାଙ୍କ ପାର୍ଟିକି ନେଇ ଆସ, ବିଜେପି ପାର୍ଟିକି। ଏମିତି ସରକାର ଚାଲେନି। ମୋ ମତରେ ଏ ସରକାରକୁ ହଟେଇବାକୁ ପଡ଼ିବ। ବହୁତ ହେଇଗଲା। ଭଲ ଲୋକ ଆସନ୍ତୁ, ଶିକ୍ଷିତ ଲୋକ ଆସନ୍ତୁ, ଆଉ ମିଶିକି ଆମ ଆଦମୀ ପାର୍ଟି ଭଳିଆ ଗୋଟେ ଭଲ ପାର୍ଟିରେ ଆସିକି ଯୋଗ ଦିଅନ୍ତୁ। ଆମେ ଲଢ଼ିବା, ଆମ ଭିତରୁ ନେତା ବାଛିବା। ନେତାଙ୍କୁ ପଛରେ ଦୌଡ଼ିବା ଦରକାର ନାହିଁ। ଆମ ଭିତରେ ଯିଏ ସବୁ ଅଛୁ, ଆମେ ସମସ୍ତେ ଏମିତି ଆମ ଆଦମୀ। ଆମର କେହି ବ୍ୟାକଗ୍ରାଉଣ୍ଡ କାହାର ନାହିଁ, କି ନେତା ବାପା କି ଜେଜେ ଏମିତି କେହି ନଥିଲେ। ଭଲ ଲୋକ ଆସନ୍ତୁ, ଭଲ ଶିକ୍ଷିତ ଲୋକ ଆସନ୍ତୁ, ଭଦ୍ର ଲୋକ ଆସନ୍ତୁ, ଯେଉଁମାନଙ୍କର କିଛି କାମ କରିବାକୁ ଇଚ୍ଛା ଅଛି ରାଜ୍ୟ ପାଇଁ, ଲୋକଙ୍କ ପାଇଁ, ସମାଜ ପାଇଁ, ସେମିତି ଲୋକ ଆମର ଦରକାର। ସେମିତି ହେଲେ ଦେଶଟା ବହୁତ ଜଲ୍ଦି ସେବା ମନୋବୃତ୍ତି ନା 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 ଏଇଟା ଆମର ଲକ୍ଷ୍ୟ ହେବା କଥା ନୁହେଁ। ରାଜନୀତିରେ ଗୋଟେ ଜନମଙ୍ଗଳ ରାଜ୍ୟରେ ଲୋକଙ୍କ ମଙ୍ଗଳ ପାଇଁ କାମ କରିବା। ଏଠି ତ ପ୍ରତି କଥାରେ ଟ୍ୟାକ୍ସ, ପ୍ରତି କଥାରେ ସକାଳୁ ଉଠିଲେ ଟ୍ୟାକ୍ସ ଖାଲି ଦେବୁ। ଏବେ ଆବର୍ଜନା ବାଲା ଆସୁଛନ୍ତି, ସିଏ ଗୋଟେ ଖାତା ଧରି ବୁଝୁଛନ୍ତି, ସିଏ କହୁଛନ୍ତି ଦିଅ ମାସିକ ପଇସା ଦିଅ, ସିଏ ବି ପୁଣି କୋର୍ଟ କଚେରୀ ଗଲାଣି। ଖାଲି କୋର୍ଟ କଚେରୀରେ ସମୟ ଯାଉଛି, ନା ରିସର୍ଚ୍ଚରେ, ନା କେଉଁ ସାଇନ୍ସରେ, ନା କେଉଁ ଭଲ କାମରେ ଆମର ପିଲାମାନଙ୍କୁ ନିୟୋଜିତ କରାହେଉଛି। ଭଲ ଭଲ ଟ୍ୟାଲେଣ୍ଟେଡ଼ ପିଲା ସବୁ ବାହାରକୁ ପଳାଉଛନ୍ତି, ଭଲ ବିଜନେସମ୍ୟାନ୍ ସିଏ ବି ବାହାରକୁ ପଳାଉଛନ୍ତି। ତ ଦେଶଟା ବର୍ତ୍ତମାନ ଗୋଟେ ରସାତଳ ଆଡ଼କୁ ଯାଉଛି। ତ ବର୍ତ୍ତମାନ ସୁଧୁରିବାର ଟାଇମ୍, ଲୋକ ବୁଝିବାର ଟାଇମ୍ ଆସିଗଲା। ଲୋକ ଦେଖିଦେଲେ, ଟେଷ୍ଟ କରିଦେଲେ ସରକାରକୁ। ଆଉ ବର୍ତ୍ତମାନ ଗୋଟେ ଚେଞ୍ଜ ଦରକାର ହେଉଛି ଭାରତବର୍ଷରେ, ପୁରା ଡ୍ରାଷ୍ଟିକ୍ ଚେଞ୍ଜ ଦରକାର ହେଉଛି। ମୁଁ ଭାବୁଛି ଗୋଟେ ଅଲ୍ଟରନେଟ୍ ଦେଇପାରିବ ଆମ ଆଦମୀ ପାର୍ଟି। ଆପଣଙ୍କ ଉପରେ ଛଡ଼ା ହେଲା, ଆପଣ ଭାବନ୍ତୁ, ଆମ ଆଦମୀ ପାର୍ଟିର କାର୍ଯ୍ୟକ୍ରମ ଦେଖନ୍ତୁ, ତାଙ୍କର ପଞ୍ଜାବରେ ଦେଖନ୍ତୁ, ତାଙ୍କର ଦିଲ୍ଲୀରେ ଯେଉଁ ଆପଣ ଅଲରେଡ଼ି ଦେଖିସାରିଛନ୍ତି, ତାଙ୍କ ପାର୍ଟିର ନେତାମାନଙ୍କୁ ଦେଖନ୍ତୁ। ଆପଣମାନେ ବି ଆସନ୍ତୁ, ଆପଣମାନେ ଆସି ଏଠି ନେତା ହୁଅନ୍ତୁ, ଆପଣମାନେ ଲଢ଼ନ୍ତୁ। ଗୋଟେ ଭଲ ପାର୍ଟି କରିବା, ଭଲ ଲୋକଙ୍କୁ ନେଇକି ରାଜ୍ୟ ଦେଶ ସମସ୍ତଙ୍କୁ ଆଗେଇ ନେବା, ବଡ଼ ବଡ଼ ଦେଶ ସହିତ ତାଳ ମିଳେଇ ଆଖିକି ଆଖି ମିଶାଇ କଥା କହିପାରିବା।